ଆପଣ ଜାଣନ୍ତି କି ଚୈତ୍ର ନବରାତ୍ରରେ ଏହି 9ଟି ଭୋଗ ଆପଣଙ୍କ ବନ୍ଦ ଭାଗ୍ୟର ତାଲା ମଧ୍ୟ ଖୋଲି ଦେଇପାରେ। ଶେଷ ଦିନର ଭୋଗଟି ସବୁଠୁ ଖାସ୍, ତେଣୁ ଭିଡ଼ିଓଟିକି ଶେଷ ଯାଏଁ ଦେଖନ୍ତୁ। ଆସନ୍ତୁ ଜାଣିନେବା ମାଙ୍କର ପ୍ରିୟ 9ଟି ଭୋଗ କ'ଣ କ'ଣ। ଜାଣିବା ମାଙ୍କର 9ଟି ପ୍ରିୟ ଭୋଗ ବିଷୟରେ। ପ୍ରଥମ ଦିନ ମା ଶୈଳପୁତ୍ରୀଙ୍କୁ ଗାଈ ଘିଅ ଅର୍ପଣ କରନ୍ତୁ, ଏହାଦ୍ୱାରା ରୋଗରୁ ମୁକ୍ତି ମିଳେ। ଦ୍ୱିତୀୟ ଦିନ ମା ବ୍ରହ୍ମଚାରିଣୀଙ୍କୁ ଚିନି ଅର୍ପଣ କରନ୍ତୁ। ତୃତୀୟ ଦିନ ମା ଚନ୍ଦ୍ରଘଣ୍ଟାଙ୍କୁ କ୍ଷୀର ବା କ୍ଷୀରି ଭୋଗ ଲଗାନ୍ତୁ। ଚତୁର୍ଥ ଦିନ ମା କୁଷ୍ମାଣ୍ଡାଙ୍କୁ ମାଲପୁଆ ଅର୍ପଣ କରନ୍ତୁ, ଏହାଦ୍ୱାରା ବୁଦ୍ଧି ଶୁଦ୍ଧି ହୁଏ ଏବଂ ଘରକୁ ସୁଖ ସମ୍ପତ୍ତି ଆସେ। ପଞ୍ଚମ ଦିନ ମା ସ୍କନ୍ଦମାତାଙ୍କୁ କଦଳୀ ଭୋଗ ଲଗାନ୍ତୁ। ଷଷ୍ଠ ଦିନ ମା କାତ୍ୟାୟନୀଙ୍କୁ ମହୁ ଅର୍ପଣ କରନ୍ତୁ। ସପ୍ତମ ଦିନ ମା କାଳରାତ୍ରିଙ୍କୁ ଗୁଡ଼ ଭୋଗ ଲଗାଇଲେ ବିପଦରୁ ରକ୍ଷା ମିଳେ। ଅଷ୍ଟମ ଦିନ ମା ମହାଗୌରୀଙ୍କୁ ନଡ଼ିଆ ଅର୍ପଣ କରି ସମୃଦ୍ଧି ପାଆନ୍ତୁ। ନବମ ଦିନ ସବୁଠାରୁ ଖାସ୍, ଆସନ୍ତୁ ଜାଣିନେବା। ନବମ ଦିନ ହେଲା ମା ସିଦ୍ଧିଦାତ୍ରୀଙ୍କୁ ତିଳ ବା ରାଶି ଭୋଗ ଲଗାନ୍ତୁ, ଏହାଦ୍ୱାରା ଅକାଳ ମୃତ୍ୟୁ ଭୟ ମଧ୍ୟ ଦୂର ହୋଇଯାଏ ଏବଂ ଘରକୁ ସୁଖ ଶାନ୍ତି ସମୃଦ୍ଧି ଐଶ୍ୱର୍ଯ୍ୟ ଅନ୍ନ ଧନ ଜନରେ ମା ଠାକୁରାଣୀ ପରିପୂର୍ଣ୍ଣ କରିଥାଏ। ତେଣୁ ଏହି ନବରାତ୍ରିରେ ମାଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଭୋଗ ନିଶ୍ଚୟ ଲଗାନ୍ତୁ। ମାଙ୍କ କୃପା ପାଇବା ପାଇଁ କମେଣ୍ଟରେ ଜୟ ମା ଦୁର୍ଗେ ନିଶ୍ଚୟ ଲେଖନ୍ତୁ ଏବଂ ଆହୁରି ଏମିତି ଭକ୍ତିପୂତ ଭିଡ଼ିଓ ପାଇଁ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ମା ଦୁର୍ଗା।